ଲେମ୍ବୁ ଉପରେ ଝିଅର ନାମ ଲେଖି ଅଗଣାରେ ପୋତି ଦିଅନ୍ତୁ। ଗ୍ୟାରେଣ୍ଟି ଦେଉଛି ସେ ଝିଅ ନିଜେ ଆସି ଆପଣଙ୍କୁ ଭଲ ପାଉଛି ବୋଲି କହିବ। ଯଦି ଆପଣ କେଉଁ ଝିଅକୁ ମନେ ମନେ ଭଲ ପାଉଛନ୍ତି କିନ୍ତୁ ଯେତେ ଚେଷ୍ଟା କଲେ ମଧ୍ୟ ତାକୁ ପଟେଇ ପାରୁନାହାନ୍ତି, ତାକୁ ନିଜର ମନ କଥା କହିବାକୁ ଡରୁଛନ୍ତି, ଆଉ ଆପଣ ଚାହୁଁଛନ୍ତି କି ସେ ଝିଅ ନିଜେ ଆସି ଆପଣଙ୍କୁ ଭଲ ପାଉଛି ବୋଲି କହୁ, ତେବେ ଆଜିର ଏହି ଭିଡ଼ିଓଟି ଆପଣଙ୍କର ଇଚ୍ଛାକୁ ପୂରଣ କରିବ। କାରଣ ଆଜିର ଏହି ଭିଡ଼ିଓଟିରେ ମୁଁ ଆପଣଙ୍କୁ ଶିଖେଇବି ବିନା ମନ୍ତ୍ର ତନ୍ତ୍ରରେ କେବଳ ଗୋଟିଏ ଲେମ୍ବୁ ସାହାଯ୍ୟରେ ଝିଅ ପଟେଇବା ପାଇଁ ବଶୀକରଣ ବିଦ୍ୟା, ଯାହାର ପ୍ରୟୋଗରେ ଆପଣ ସୁନ୍ଦରୀରୁ ସୁନ୍ଦରୀ ଝିଅ ବା ସୁନ୍ଦରୀ ପଡ଼ିଶା ଘର ଭାଉଜକୁ ନିଜ ବଶରେ କରିପାରିବେ। ତାଠାରୁ ନିଜର ମନ ମୁତାବକ କାମ ହାସଲ କରିପାରିବେ। ଏହି ବଶୀକରଣ କରିବା ପାଇଁ ଆପଣଙ୍କୁ କୌଣସି ପ୍ରକାର ମନ୍ତ୍ରତନ୍ତ୍ର କରିବାକୁ ପଡ଼ିବନି କିମ୍ବା କିଛି ବି ପଇସା ଖର୍ଚ୍ଚ କରିବାକୁ ପଡ଼ିବନି। କେବଳ ଗୋଟିଏ ଲେମ୍ବୁ ଆଣିବେ, ତାପରେ ମୁଁ ଆପଣଙ୍କୁ କିଛି ପ୍ରୟୋଗ ବିଧି ଶିଖେଇବି। ଆପଣ ସେହି ପ୍ରୟୋଗ ବିଧିକୁ ଠିକ୍ ଭାବରେ କରିଦେବେ। ତାପରେ ଲେମ୍ବୁକୁ ନେଇକି ଅଗଣାରେ ପୋତିଦେବେ। ତାପରେ ଦେଖିବେ ଯେଉଁ ଝିଅ ଆପଣଙ୍କୁ ଭାव ଦେଉନଥିଲା ସେ ଝିଅ ପାଗଳି ପରି ଆପଣଙ୍କୁ ଭଲ ପାଇବ। ବିବାହିତା ଭାଉଜ ହାତ ଧରିକି ରୁମକୁ ଡାକିବ, ଯାହା ଚାହିଁବେ ତାହା କରିବ। ତେବେ ଏହି ବଶୀକରଣ ବିଧିକୁ ଆପଣ କେବଳ ମଙ୍ଗଳବାର କିମ୍ବା ଶନିବାର ଦିନ କରିପାରିବେ। ଦିନ 3ଟାରୁ ସନ୍ଧ୍ୟା 6ଟା ମଧ୍ୟରେ ଏହି ବଶୀକରଣ କରିବେ। ପ୍ରଥମେ ଆପଣ କ'ଣ କରିବେ, ଗୋଟିଏ ଲେମ୍ବୁ ଆଣିବେ, କଳା କଲମ ଆଣିବେ ଆଉ ଲାଲ ସିନ୍ଦୁର ଆଣିବେ। ତାପରେ ଲେମ୍ବୁ ଉପରେ ସେଇ ଝିଅ ବା ସ୍ତ୍ରୀର ନାମ ଲେଖିବେ ଯାହାକୁ ଆପଣ ବଶରେ କରିବାକୁ ଚାହୁଁଛନ୍ତି। ତା ପାଖରେ ପ୍ଲସ୍ ଚିହ୍ନ କରିବେ ଆଉ ତା ପାଖରେ ନିଜର ନାମ ଲେଖିବେ। ନାମ ଲେଖି ସାରିବା ପରେ ତା ତଳେ ଆପଣ 363636 ଏହି ନମ୍ବର ଲେଖିବେ। ଲେଖି ସାରିବା ପରେ ସେ ଲେମ୍ବୁରେ ଭଲ ଭାବରେ ସିନ୍ଦୁର ଲଗେଇଦେବେ। ଏତିକି କରିସାରିବା ପରେ ସେ ଲେମ୍ବୁକୁ ନେଇକି ନିଜ ଅଗଣାରେ ଅଳ୍ପ ଟିକେ ମାଟି ଖୋଳିକି ପୋତିଦେବେ। ପୋତିବା ସମୟରେ ସେଇ ଝିଅ ବା ନାରୀକୁ ମନେ ମନେ ଭାବୁଥିବେ, ତାର ନାମ ମନେ ମନେ କହୁଥିବେ। ପୋତି ସାରିକି ଦେଖନ୍ତୁ, ଗ୍ୟାରେଣ୍ଟି ଦେଉଛି 24 ଘଣ୍ଟାରେ ପ୍ରଭାବ ପଡ଼ିବା ଆରମ୍ଭ ହୋଇଯିବ। ସେ ଝିଅ ବା ନାରୀ ଆପଣଙ୍କ ଆଡ଼କୁ ଆକର୍ଷିତ ହେବାକୁ ଲାଗିବ। ଧନ୍ୟବାଦ।